ବର୍ଷ ଆରମ୍ଭରୁ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଦୁଃଖଦ ଘଟଣା ଘଟିଯାଇଛି। 15/3/2026 ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା। ଆଉ ଏହି ଘୂର୍ଣ୍ଣିଝଡ଼ରେ 100ରୁ ଅଧିକ ଘର ଭାଙ୍ଗି ଯାଇଛି। 10ରୁ 12 ଜଣଙ୍କର ମୃତ୍ୟୁ ଘଟିଛି। 20ରୁ 30 ଜଣ ଲୋକ ଆହତ ଅଛନ୍ତି। ଆଉ ବହୁତ ସାରା ଲୋକ ନିଖୋଜ ଅଛନ୍ତି। ଏତେ ଭୟଙ୍କର ଥିଲା କି ୟାକୁ ଦେଖିଲେ ଛାତି ଥରି ଉଠୁଛି। କାହା ମୁଣ୍ଡରୁ ଛାତ ଉଠି ଯାଇଛି ତ କାହା ମାଆର କୋଳ ଖାଲି ହେଇଯାଇଛି। କାହା ଭାଇଠୁ ଭାଇ ଦୂର ହେଇଯାଇଛି, କାହା ବାପଠୁ ପୁଅ ଦୂର ହେଇଯାଇଛି। ଏଭଳିଆ ଘଟଣା ଦେଖିଲେ ନିଜକୁ ଭୟ ଲାଗୁଛି। ଏହି ଘଟଣା ଯାହା ସହିତ ଘଟିଛି ସେ କେବଳ ତାର କଷ୍ଟଟା ବୁଝିପାରିବ ନା କୌଣସି ନେତା ମନ୍ତ୍ରୀ ବୁଝିପାରିବେ। ସେମାନେ ଆସିବେ ଆଉ କ୍ଷତିପୂରଣ ଦେଇ ଚାଲିଯିବେ। ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ମହିଳା ସେ ଆମ ଦେଶର ରାଷ୍ଟ୍ରପତି ଅଛନ୍ତି। ଆଉ ସେ ରାଷ୍ଟ୍ରପତି ଯାଇଥିଲେ ୱେଷ୍ଟବେଙ୍ଗଲ। ଆଉ ସେଠି କୁଆଡ଼େ ତାଙ୍କୁ ଅସମ୍ମାନିତ କରିଥିଲେ ୱେଷ୍ଟବେଙ୍ଗଲର ସରକାର। ସେଥିପାଇଁ ପୁରା ଦେଶ ଉଠୁଛି ପଡ଼ୁଛି। ଆମ ସମସ୍ତଙ୍କର ଆଶା ଆଉ ଭରସା ଅଛି କି ଆମ ଦେଶର ରାଷ୍ଟ୍ରପତି ଆମ ଦୁଃଖ ଆଉ କଷ୍ଟ ନିହାତି ବୁଝିବେ। ଜୟ ଶ୍ରୀରାମ।